ଭଲ ସମୟ ଖରାପ ସମୟ ଇଏ ହେଉଛି ଜୀବନର କିଛି ସତ ଘଟଣା। ଆମ ଜୀବନରେ ଆଜି ଆମେ ଭଲରେ ଅଛେ ତ କାଲି ଆମେ ଖରାପରେ ଥିବା ତାହା ଆମକୁ ଜଣା ନଥାଏ। ହେଲେ ଭଗବାନ ଆମକୁ ଯେତେବେଳେ ଜନ୍ମ ଦେଇଥାନ୍ତି ସେତେବେଳେ ଆମ ଭାଗ୍ୟକୁ ମଧ୍ୟ ଆମ ସହିତ ପଠେଇ ଦେଇଥାନ୍ତି। ଆମ ଭାଗ୍ୟରେ ଯାହା ଥାଏ ଆମକୁ ସେହି ହିଁ ମିଳିଥାଏ। ସେହି ସବୁ ଜିନିଷ ଆମକୁ ଭୋଗିବା ପାଇଁ ମଧ୍ୟ ମିଳିଥାଏ। ହେଲେ ଆଜିର ମୂର୍ଖ ଲୋକମାନେ ସେସବୁ କଥାକୁ ବୁଝିପାରିନଥାନ୍ତି। ଲୋକମାନେ ମନରେ ଭାବିଥାନ୍ତି କି କ'ଣ ପାଇଁ ମୋ ପାଖରେ କିଛି ନାହିଁ, କ'ଣ ପାଇଁ ମୁଁ କଷ୍ଟ ପାଉଛି, କ'ଣ ପାଇଁ ମୋ ଜୀବନରେ ଖୁସି ନାହିଁ। ହେଲେ ସେମାନେ ଭୁଲି ଯାଇଥାନ୍ତି ସେମାନେ କ'ଣ କର୍ମ କରୁଛନ୍ତି, ସେମାନଙ୍କର କର୍ମ ଠିକ୍ ଅଛି କି ଭୁଲ ଅଛି ସେମାନେ ଭୁଲି ଯାଇଥାନ୍ତି। ସାଙ୍ଗମାନେ, ଆଜି ଆମେ ଜାଣିବା ଭଲ ସମୟ ଆସିବା ପୂର୍ବରୁ ମିଳିଥାଏ କ'ଣ କ'ଣ 10ଟି ସଂକେତ। ଆପଣଙ୍କୁ ମିଳୁଛି କି ଏହି ସଂକେତ? ଯଦି ଆପଣଙ୍କୁ ଏହି ସଂକେତ ମିଳୁଛି ତାହେଲେ ଆପଣମାନେ ଗୋଟିଏ କଥା ଜାଣି ରଖନ୍ତୁ, ଆପଣଙ୍କ ଜୀବନ ବହୁତ ସୁଖମୟ ହେବାକୁ ଯାଉଛି। ଆପଣଙ୍କ ଜୀବନରେ ଖୁସି ପୁଣି ଫେରିବାକୁ ଯାଉଛି। ସେଥିପାଇଁ ଏ ଭିଡ଼ିଓଟି ଆପଣମାନଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ହେବ। ସେଥିପାଇଁ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖିବେ। ଭିଡ଼ିଓଟି ଯଦି ଭଲ ଲାଗିବ ଲାଇକ୍ଟିଏ ନିଶ୍ଚିନ୍ତ ଭାବରେ କରିବେ। ସାଙ୍ଗମାନେ, ମୁଁ ବିଶ୍ୱଜିତ ଆପଣମାନଙ୍କୁ ସ୍ୱାଗତ କରୁଛି ମୋର ଏକ ନୂଆ ଭିଡ଼ିଓରେ। ତ ଚାଲନ୍ତୁ ସାଙ୍ଗମାନେ ଆଜିର ଭିଡ଼ିଓଟି ଆରମ୍ଭ କରିବା। ମା ଲକ୍ଷ୍ମୀଙ୍କୁ ଧନର ଦେବୀ ବୋଲି କୁହାଯାଇଥାଏ। ମାନ୍ୟତା ଅଛି ମା ଲକ୍ଷ୍ମୀ ଯେଉଁ ଘରେ ବାସ କରିଥାନ୍ତି ସେଠାରେ ଧନ ଧାନ୍ୟର ଅଭାବ କେବେ ବି ହୁଏ ନାହିଁ। ଜୀବନରେ ସର୍ବଦା ସୁଖ ଶାନ୍ତି ବଜାଇ ରହିଥାଏ। ପ୍ରତ୍ୟେକ ଦିନ ଭଗବାନ ବିଷ୍ଣୁଙ୍କ ପୂଜା ସହ ମା ଲକ୍ଷ୍ମୀଙ୍କ ଆରାଧନା କରିବା ଦ୍ୱାରା ଘରେ ଧନ ଦୌଲତ ଆସିଥାଏ। ଏହା ସହ ବୈଭବରେ ବୃଦ୍ଧି ସହ ବ୍ୟକ୍ତିଙ୍କର ମାନ ସମ୍ମାନରେ ମଧ୍ୟ ବୃଦ୍ଧି ହୋଇଥାଏ। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ମା ଲକ୍ଷ୍ମୀଙ୍କ କୃପା ଯେଉଁ ବ୍ୟକ୍ତି ଉପରେ ବର୍ଷିବାର ଥାଏ ପୂର୍ବରୁ କିଛି ଶୁଭ ସଂକେତ ମିଳିଥାଏ। ତ ଚାଲନ୍ତୁ ସାଙ୍ଗମାନେ ଜାଣିବା ସେହି ଶୁଭ ସଂକେତ ଗୁଡ଼ିକ କ'ଣ, ଯାହାକି ଆମକୁ ତା ପୂର୍ବରୁ ମିଳିଯାଇଥାଏ ଆମେ ଧନୀ ହେବା କି ଗରିବ ହେବା। ତ ସାଙ୍ଗମାନେ, ପ୍ରଥମରେ ହେଉଛି ଯଦି ଆପଣଙ୍କ ଘରେ କଳା ପିମ୍ପୁଡ଼ି ଆସି କିଛି ଖାଦ୍ୟ ଖାଉଥାନ୍ତି ତେବେ ଜାଣିନିଅନ୍ତୁ ମା ଲକ୍ଷ୍ମୀଙ୍କ ଆଗମନ ଗୃହକୁ ହେବାକୁ ଯାଉଛି। ଧନର ବୃଦ୍ଧି ମଧ୍ୟ ହେବ। ଆପଣଙ୍କ ଜୀବନରେ କିଛି ଚେଞ୍ଜ ହେବାକୁ ଯାଉଛି ଯାହା ଆପଣଙ୍କ ପାଇଁ ଲାଭଦାୟକ ହେବ। ସାଙ୍ଗମାନେ, ଆପଣମାନେ ଦେଖିଥିବେ ଘରେ କଳା ପିମ୍ପୁଡ଼ି ବୁଲିବାର। ଯେତେବେଳେ ଘରେ କଳା ପିମ୍ପୁଡ଼ି ବୁଲିଥାନ୍ତି ଆପଣମାନେ ତାଙ୍କୁ ଘଉଡ଼ାଇ ଦେଇଥାନ୍ତି, ଆପଣମାନେ ସେମାନଙ୍କୁ ବାହାରେ ଫିଙ୍ଗି ଦେଇଥାନ୍ତି। ହେଲେ ଏ ଭୁଲ କେବେ ବି ହେଲେ ଜୀବନରେ କରନ୍ତୁ ନାହିଁ, କାରଣ ମାତା ଲକ୍ଷ୍ମୀଙ୍କ ଘରକୁ ଆଗମନ କରିବାର ଇଏ ହେଉଛି ମୂଳ ସଂକେତ। ଯେତେବେଳେ ଆପଣମାନେ ଘରେ କଳା ପିମ୍ପୁଡ଼ି ଦେଖୁଛନ୍ତି ସେମାନଙ୍କୁ କିଛି ଖାଦ୍ୟ ଖାଇବାକୁ ଦିଅନ୍ତୁ। ଦେଖିବେ ମାତା ଲକ୍ଷ୍ମୀଙ୍କର ନିଶ୍ଚିନ୍ତ ଭାବରେ ଆପଣଙ୍କ ଘରକୁ ଆଗମନ ହେବ। ସାଙ୍ଗମାନେ, ଦ୍ୱିତୀୟରେ ହେଉଛି ଯଦି ଆପଣଙ୍କ ଘରେ କୌଣସି ପକ୍ଷୀ ବସା ବାନ୍ଧନ୍ତି ତେବେ ଶୁଭ ସଂକେତ ହୋଇଥାଏ। ଏହାଦ୍ୱାରା ମା ଲକ୍ଷ୍ମୀଙ୍କ ଆଗମନର ସୂଚନା ମିଳିଥାଏ। ସାଙ୍ଗମାନେ, ଯଦି ଘରେ କୌଣସି ପକ୍ଷୀ ଆସି ରହୁଛନ୍ତି ଆପଣମାନେ ସେମାନଙ୍କୁ ଘଉଡ଼ାଇ ଦେଇଥାନ୍ତି। ଆପଣମାନେ ମନରେ ଭାବିଥାନ୍ତି କି ମୁଁ ଘରଟିକୁ କଲର୍ କରିଛି, ଯଦି ସେମାନେ ଆସି ବସିବେ
ତାହେଲେ ମୋ କଲର୍ ଖରାପ ହୋଇଯିବ, ମୋ ଘରର ଡିଜାଇନ୍ ଖରାପ ହୋଇଯିବ। ସେଥିପାଇଁ ଆପଣମାନେ ସେମାନଙ୍କୁ ଘଉଡ଼ାଇ ଦେଇଥାନ୍ତି। ସେଥିପାଇଁ ଆପଣମାନେ ସେମାନଙ୍କୁ ସେଠାରୁ ବାହାର କରିବା ପାଇଁ ପାଟି କରିଥାନ୍ତି ବା ବାଡ଼ିରେ ବାଡ଼େଇଥାନ୍ତି। ସେଥିପାଇଁ ସେମାନେ ସେଠାରୁ ଉଡ଼ି ଯାଇଥାନ୍ତି। ହେଲେ ଆପଣମାନେ ଯାହା ବି କାମ କରୁଛନ୍ତି ଏହା ହେଉଛି ବହୁତ ବଡ଼ ଅଶୁଭ। ସେଥିପାଇଁ କେବେ ବି ହେଲେ ଯଦି କୌଣସି ପକ୍ଷୀ ଆସି ତୁମ ଘରେ ବାସ କରୁଛନ୍ତି ତାହେଲେ ସେମାନଙ୍କୁ କେବେ ବି ହେଲେ ଘଉଡ଼ାନ୍ତୁ ନାହିଁ। କାରଣ ଘରେ ପକ୍ଷୀ ବାସ କରିବା ମାତା ଲକ୍ଷ୍ମୀଙ୍କ ଆଗମନର ସଂକେତ ହୋଇଥାଏ। ତୃତୀୟରେ ହେଉଛି ଅନେକ ସମୟରେ ଘରେ ଝିଟିପିଟି ଦେଖିଲେ ଲୋକେ ତାକୁ ବାହାର କରିଦେଇଥାନ୍ତି। କିନ୍ତୁ ଝିଟିପିଟି ଘରକୁ ଆସିବା ଶୁଭ ହୋଇଥାଏ। କାରଣ ଝିଟିପିଟିକୁ ମା ଲକ୍ଷ୍ମୀଙ୍କ ପ୍ରତୀକ ମନାଯାଇଥାଏ। ଘରର ଠାକୁର ଘରେ ଝିଟିପିଟି ଦେଖାଗଲେ ସୌଭାଗ୍ୟ ବୃଦ୍ଧି ହୋଇଥାଏ। ସାଙ୍ଗମାନେ, ଯଦି ଘରେ ଝିଟିପିଟି ଅଛନ୍ତି ତାହେଲେ ସେମାନଙ୍କୁ କେବେ ବି ହେଲେ ଘରୁ ଘଉଡ଼ାଇ ଦିଅନ୍ତୁ ନାହିଁ। କାରଣ ଝିଟିପିଟି ହେଉଛନ୍ତି ମାତା ଲକ୍ଷ୍ମୀଙ୍କ ପ୍ରତୀକ। ସେଥିପାଇଁ କେବେ ବି ହେଲେ ଝିଟିପିଟିମାନଙ୍କୁ ଘରୁ ଘଉଡ଼ାଇ ଦିଅନ୍ତୁ ନାହିଁ। ଚତୁର୍ଥରେ ହେଉଛି ଯଦି ଆପଣଙ୍କ ହାତ ବା ପାଦ କୁଣ୍ଡାଇ ହୋଇଥାଏ ତେବେ ଏହାକୁ ଆମେ ଅଣଦେଖା କରିଥାଉ। ଡାହାଣ ହାତ କୁଣ୍ଡାଇ ହେଉଥିଲେ ଶୁଭ ସଂକେତ ହେବା ସହ ଧନଜନିତ ଭଲ ଖବର ମିଳିଥାଏ। ବାମ ହାତ କୁଣ୍ଡାଇ ହେଉଥିଲେ ଧନର ଆଗମନ ହୋଇଥାଏ। ସାଙ୍ଗମାନେ, ଆପଣମାନେ ଏ କଥାଟିକୁ ନିଶ୍ଚିନ୍ତ ଭାବରେ ଶୁଣିଥିବେ। ଲୋକମାନେ କୁହନ୍ତି, ମୋ ହାତ କାହିଁ ଆଜି କୁଣ୍ଡେଇ ହେଉଛି? କିଛି ଟଙ୍କା ଆସିବାର ଅଛି କି? କିଛି ଗୋଟେ ଶୁଭ ହେବାର ଅଛି କି? ଏହାର ମାନେ ହେଉଛି ଆପଣଙ୍କ ଘରେ ମାତା ଲକ୍ଷ୍ମୀ ଆସିବାକୁ ଯାଉଛନ୍ତି। ସେଥିପାଇଁ ଆପଣଙ୍କର ହାତ କୁଣ୍ଡେଇ ହେଉଛି। ସାଙ୍ଗମାନେ, ପଞ୍ଚମରେ ହେଉଛି ସ୍ୱପ୍ନରେ ଝାଡ଼ୁ, ପେଚା, ସାପ, ହାତୀ, ତାରା, ଝିଟିପିଟି, ସନକ, ନେଉଳ, ବଂଶୀ ଦେଖାଯାଉଥିଲେ ତେବେ ଧନ ପ୍ରାପ୍ତ ସଂକେତ ହୋଇଥାଏ। ସାଙ୍ଗମାନେ, ଯଦି ଏହିସବୁ ଜିନିଷ ଆପଣଙ୍କ ସ୍ୱପ୍ନରେ ଆସୁଛି ତାହେଲେ ଆପଣମାନେ ଜାଣି ନିଅନ୍ତୁ ଯେ ଆପଣଙ୍କ ଘରକୁ ମାତା ଲକ୍ଷ୍ମୀଙ୍କ ଆଗମନ ହେବାକୁ ଯାଉଛି। ଆଉ ବହୁତ ଜଲ୍ଦି ମଧ୍ୟ ଆପଣଙ୍କ ଘରେ ମାତା ଲକ୍ଷ୍ମୀ ବାସ କରିଯିବେ। ଷଷ୍ଠରେ ହେଉଛି ସକାଳୁ ଉଠିବା ପରେ ଶଙ୍ଖର ଧ୍ୱନି ଶୁଣାଗଲେ ଅତ୍ୟନ୍ତ ଶୁଭ ହୋଇଥାଏ। ଏହା ମା ଲକ୍ଷ୍ମୀଙ୍କ ଆଗମନର ସୂଚନା ଦେଇଥାଏ। ସପ୍ତମରେ ହେଉଛି ଘରୁ ବାହାରିବା ସମୟରେ ଆଖୁ ଗଛ ଦେଖାଗଲେ ଅତ୍ୟନ୍ତ ଶୁଭ ସଂକେତ ହୋଇଥାଏ। ଏହା ମା ଲକ୍ଷ୍ମୀଙ୍କ ଆଗମନର ସୂଚନା ହୋଇଥାଏ। ଅଷ୍ଟମରେ ହେଉଛି ରାସ୍ତାରେ ଯାଉଥିବା ସମୟରେ ପେଚା ଦେଖାଗଲେ ଶୁଭ ହୋଇଥାଏ। କିନ୍ତୁ ଘରକୁ ପେଚା ଆସିଲେ ହାନିକାରକ ମନାଯାଏ। ଏହାଦ୍ୱାରା ଘରର ଉନ୍ନତି ଅଟକି ଯାଇଥାଏ। ସାଙ୍ଗମାନେ, ଯଦି ରାସ୍ତାରେ ଆପଣମାନେ ପେଚା ଦେଖୁଛନ୍ତି, ଯଦି ଆପଣମାନେ କୌଣସି କାମରେ ଗଲାବେଳେ ପେଚା ଦେଖୁଛନ୍ତି ତାହେଲେ ସେ ଶୁଭ ହୋଇଥାଏ। ଆପଣଙ୍କ ଘରେ ଯଦି ଆପଣ ପେଚା ଦେଖୁଛନ୍ତି, ଆପଣଙ୍କ ଘର ସାମ୍ନାରେ ବସିଛି କି ଆପଣ ଘର ଭିତରେ ବସିଛନ୍ତି, ଆପଣ କୌଣସି ଗୋଟେ ସାମ୍ନାକୁ ଅନେଇ ଦେଲା ବେଳକୁ ପେଚା ଦେଖୁଛନ୍ତି ତାହେଲେ ଇଏ ହେଉଛି ବହୁତ ବଡ଼ ଅଶୁଭ ହୋଇଥାଏ। ସାଙ୍ଗମାନେ, ନବମରେ ହେଉଛି ରାସ୍ତାରେ ଯାଉଥିବା ସମୟରେ କୁକୁର ଶାକାହାରୀ ଖାଦ୍ୟ ମୁହଁରେ ନେଉଥିଲେ ଧନଲାଭର ସଂକେତ ହୋଇଥାଏ। ସାଙ୍ଗମାନେ, କୁକୁରମାନେ ହେଉଛନ୍ତି ମାଂସାଶୀ। ସେମାନଙ୍କୁ ମାଂସ ଖାଇବାକୁ ଭଲ ଲାଗିଥାଏ। ହେଲେ ଯଦି ଆପଣମାନେ କେବେ ଦେଖୁଛନ୍ତି କୁକୁରମାନେ ଶାକାହାରୀ ଖାଦ୍ୟ ଖାଉଛନ୍ତି ତାହେଲେ ଜାଣିନେବେ ଯେ କିଛି ଗୋଟିଏ ଶୁଭ ହେବାକୁ ଯାଉଛି। ଦଶମରେ ହେଉଛି ସ୍ୱପ୍ନରେ କେହି ଝାଡ଼ୁଦାର ଦେଖାଗଲେ ଅତ୍ୟନ୍ତ ଶୁଭ ହୋଇଥାଏ। ଏହା ଧନମାନ ହେବାର ସଂକେତ ଦେଇଥାଏ।
ରାତିରେ ଦେଖାଯାଉଥିବା ସ୍ୱପ୍ନ ସତ ହୋଇଯାଇଥାଏ। ସାଙ୍ଗମାନେ, ଯଦି ଏହିଭଳି କିଛି ସ୍ୱପ୍ନ ଆପଣମାନଙ୍କ ମନରେ ଆସୁଥାଏ, ତାହେଲେ ଆପଣମାନେ ଜାଣି ରଖନ୍ତୁ ଆପଣଙ୍କ ଜୀବନରେ ବହୁତ ବଡ଼ ଚେଞ୍ଜେସ୍ ଆସିବାକୁ ଯାଉଛି। ଆପଣଙ୍କ ଘରେ ମାତା ଲକ୍ଷ୍ମୀ ବାସ କରିବାକୁ ଯାଉଛନ୍ତି। ସେଥିପାଇଁ ଆପଣଙ୍କୁ ମନରେ ଭକ୍ତି ରଖିବାର ଅଛି। ଭକ୍ତିର ସହିତ ମାତା ଲକ୍ଷ୍ମୀଙ୍କୁ ପୂଜା କରିବାର ଅଛି। ଯଦି ଆପଣମାନେ ମାତା ଲକ୍ଷ୍ମୀଙ୍କୁ ପାଇବା ପାଇଁ ଚାହୁଁଥିବେ ତ ଧନ୍ୟବାଦ ସାଙ୍ଗମାନେ। ଆଶା କରିବି ମୋର ଏ ଭିଡ଼ିଓଟି ଆପଣମାନଙ୍କୁ ନିଶ୍ଚିନ୍ତ ଭାବରେ ଭଲ ଲାଗିଥିବ। ଏ ଭିଡ଼ିଓରୁ ଆପଣମାନଙ୍କୁ ନିଶ୍ଚିନ୍ତ କିଛି ନା କିଛି ଶିଖିବା ପାଇଁ ମିଳିଥିବ। ଯଦି ମୋର ଏ ଭିଡ଼ିଓରୁ ଆପଣମାନଙ୍କୁ କିଛି ନା କିଛି ଶିଖିବା ପାଇଁ ମିଳିଛି, ତାହେଲେ ଲାଇକ୍ଟିଏ କରିବେ, ସାଙ୍ଗମାନଙ୍କ ମଧ୍ୟରେ ସେୟାର ନିଶ୍ଚିନ୍ତ ଭାବରେ କରିବେ। କମେଣ୍ଟ ବକ୍ସରେ ଆପଣମାନଙ୍କର ମତାମତ ରଖିବେ। ଯଦି ଆପଣମାନେ ଆମ ଟକିଂ ୱାର୍ଲ୍ଡ ୟୁଟ୍ୟୁବ୍ ଚ୍ୟାନେଲରେ ପ୍ରଥମ ଥର ପାଇଁ ଆମ ଟକିଂ ୱାର୍ଲ୍ଡ ୟୁଟ୍ୟୁବ୍ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ବେଲ୍ ଆଇକନ୍କୁ ଅଲ୍ରେ କ୍ଲିକ୍ କରିବେ, କାରଣ ଆମ ଚ୍ୟାନେଲରେ ଯେବେ କିଛି ନୂଆ ମୋଟିଭେସନାଲ୍ ଭିଡ଼ିଓ ଛଡ଼ାଯିବ ଆପଣମାନେ ସର୍ବପ୍ରଥମେ ଦେଖିପାରିବେ। ଧନ୍ୟବାଦ ସାଙ୍ଗମାନେ। ଜୟ ଜଗନ୍ନାଥ, ଜୟ ମା ଶାରଳା, ଜୟ ଶ୍ରୀକୃଷ୍ଣ।